ଅଶ୍ଵତ୍ଥ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ, ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଆଉ ଏ ବିଷୟ ଯେତେବେଳେ ମୁଁ ଚିନ୍ତା କରୁଥିଲି, ଯେତେବେଳେ କହୁଛି ଯୋଉ ଶେଷଟା ଅଛି ଶାନ୍ତି ରାଜା ହେବ, ତାଙ୍କର ନାମଟା ହବ ଶାନ୍ତି ରାଜା। ଆସନ୍ତୁ, ଯୋଉ ଦେଶର ରାଜା ଶାନ୍ତିର, ତାଙ୍କ ରାଜ୍ୟ ମଧ୍ୟ ହବ ଶାନ୍ତିର। ମାନେ ସମସ୍ତେ, ମୁଁ ବିଶ୍ୱାସ କରୁଛି ବାଇବଲ ଖୋଲା ହେଇକି ଥିବ, ଆଉ ନୋଟବୁକ୍ ବା ଖାତା ପେନ୍ ପେନସିଲ ପାଖରେ ରଖିବେ। ଆଉ ଏଇଟା ବାଇବଲ ଷ୍ଟଡି, ସେଥିପାଇଁ ଏଇଟା ବହୁତ ଆପଣ ମାନଙ୍କୁ ସାହାଯ୍ୟ କରିବ। ଆସନ୍ତୁ ଯିବା ଯିଶାୟା ପୁସ୍ତକର 11 ପର୍ବ 1ରୁ 10। ଆଇଜାୟା ଚାପ୍ଟର 11 verses 1 to 10। ଅନନ୍ତର ଯିଶୟର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ, ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ। ପୁଣି ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ, ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁଙ୍କ ବିଷୟର ଭୟର ଆତ୍ମା ତାହାଙ୍କ ଠାରେ ଅଧିଷ୍ଠାନ କରିବ। ଏହି ଶାନ୍ତି ରାଜାଙ୍କର ନିକଟରେ ଏହି ସବୁ ଆତ୍ମା ଅଧିଷ୍ଠାନ କରିବ। ସେ ଧର୍ମରେ ଦିନହୀନ ମାନଙ୍କର ବିଚାର କରିବେ, ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ। ପୁଣି ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକୁ ଆଘାତ କରିବେ ଓ ଆପଣା ଓଷ୍ଠାଧରର ନିଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ। ଧର୍ମ ତାହାଙ୍କ କଟିଦେଶର ପଟୁକା, ବିଶ୍ୱସ୍ତତା ତାଙ୍କ କକ୍ଷର ପଟୁକା ହେବ। ଆଉ କେନ୍ଦୁଆ ବାଘ ମେଷ ଛୁଆ ସାଙ୍ଗେ ବାସ କରିବ, ଚିତା ବାଘ ଛେଳି ଛୁଆ ସାଙ୍ଗରେ ଶୟନ କରିବ। ଯୋଉମାନେ ଖାଦ୍ୟ ଖାଦକ ଏକାଠି ରହିବେ। ବାଛୁରୀ, ଯୁବା ସିଂହ ଓ ହୃଷ୍ଟପୃଷ୍ଟ ପଶୁ ଏକତ୍ର ରହିବେ। ଆଉ ଏକ ସାନ ପିଲା ସେମାନଙ୍କୁ ଅଡାଇବ। ପୁଣି ଗାଭୀ ଓ ଭଲ୍ଲୁକି ଚରିବେ, ସେମାନଙ୍କର ଛୁଆ ସବୁ ଏକତ୍ର ଶୟନ କରିବେ। ସିଂହ ବଳଦ ପରି ନଡା ଖାଇବେ। ଗୋଟେ ଶାନ୍ତି ରାଜ୍ୟ ହେଲା ମାନେ ଦେଖନ୍ତୁ, ସେଠି ହିଂସାର ସ୍ଥାନ ନାହିଁ। ଯେ ଖାଦ୍ୟ ଆଉ ଯେ ଖାଦକ ସମସ୍ତେ ଏକାଠି ରହିବେ। ଖାଲି ସେତିକି ନୁହେଁ, କେହି କାହାକୁ ହିଂସା କରିବେନି, କେହି କାହାକୁ ଆକ୍ରମଣ କରିବେନି, ସମସ୍ତେ ତୃଣଭୋଜୀ ହେଇଯିବେ। ସିଂହ ବଳଦ ପରି ନଡା ଖାଇବ। ଏଇଟା ସମ୍ଭବ କେତେବେଳେ ହବ ନା, ଯେତେବେଳେ ଆମମାନଙ୍କର ଯୋଉ ଅପବାଦକ, ସେ ପୁରାତନ ନାଗ ଶୟତାନ ଯେତେବେଳେ ପୃଥିବୀରୁ ଅଲଗା ହବ, ସେତେବେଳେ ସୁନ୍ଦର ସୁନ୍ଦର ବିଷୟ ସବୁ ଘଟିବ। ଏବଂ ୟାକୁ କହୁଛନ୍ତି, ବର୍ତ୍ତମାନ ଆମେ ଦେଖିବା ଯୀଶୁଙ୍କର ପ୍ରିୟ ଶିଷ୍ୟ ଯୋହନ ଆ ଉପରେ ଗୋଟେ ଟିପ୍ପଣୀ ଦିଅନ୍ତି। ଆପଣ ମାନେ ସମସ୍ତେ ପାଇପାରିବେ ପ୍ରକାଶିତ ତାର 20 ପର୍ବ। ପ୍ରକାଶିତ ବା ରିଭେଲେସନ ତାର 20 ପର୍ବରେ ଆମେ ପାଠ ପଢୁଛୁ 1ରୁ। ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ମୁଁ ଟିକେ କହି ରଖିବାକୁ ଚାହୁଁଛି, ଯେତେବେଳେ ଆପଣ 20 ପର୍ବଟା ପ୍ରକାଶିତର ପାଠ କରିବେ, ମୁଁ ଦେଖିଲି ଏ ୱାର୍ଡଟା ଆପଣ 5 ଥର ପାଇବେ। ଅର୍ଥାତ୍ ଏଇଟା କୌଣସି ଗୋଟେ କଣ କହିବା, ଭୁଲଭାଲ ନୁହେଁ, ସେ ନିଜ ସ୍ୱଚକ୍ଷୁରେ ସେ ଦେଖୁଛନ୍ତି। ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳ କୁଣ୍ଡର ଚାବି ଥିଲା ଓ ଗୋଟେ ବୃହତ ଶୃଙ୍ଖଳ ବା ଚେନ୍ ଥିଲା। 2, ସେ ସେଇ ସର୍ପ, ସେ ପୁରାତନ ନାଗ ଅର୍ଥାତ୍ ଦିଆବଳ ଶୈତାନକୁ ଧରି 1,000 ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ। ଏସବୁ ଯୋହନ ଦେଖୁଛନ୍ତି।
3 ପୁଣି ତାହାକୁ ପାତାଳ କୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ବା ପାତାଳ କୁଣ୍ଡକୁ ତାଲା ଦେଇକି ବନ୍ଦ କରିଦେଲେ। ପୁଣି ତା ଉପରେ ମୁଦ୍ରାଙ୍କ ବି ଦେଇଦେଲେ କାଳେ କିଏ ଖୋଲିବ ବୋଲି। ଯେପରି ସେ 1,000 ବର୍ଷ ଶେଷ ନହବା ପର୍ଯ୍ୟନ୍ତ ସେ ଜାତି ସମୂହକୁ ଆଉ ଭ୍ରାନ୍ତ କରିପାରିବନି। ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହବ। ପୁଣି ଦେଖନ୍ତୁ 4 ପରେ ମୁଁ ସିଂହାସନ ସବୁ ଦେଖିଲି। 2 ଥର ଲେଖା ହଉଛି ଦେଖିଲି। ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସିଂହାସନରେ ବସିଲେ। ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି ଯେଉଁମାନେ ସେଇ ପଶୁକୁ ତାହାର ପ୍ରତିମାକୁ ପ୍ରଣାମ କରୁନଥିଲେ, ତାହାର ଚିହ୍ନ ଆପଣାର କପାଳରେ ହସ୍ତରେ ଧାରଣ କରିନଥିଲେ, ସେମାନଙ୍କର ଆତ୍ମା ମାନଙ୍କୁ ଦେଖିଲି। ଆତ୍ମା ମାନଙ୍କୁ ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ 1,000 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ଅବଶିଷ୍ଟ ମୃତ ଲୋକମାନେ ସେହି 1,000 ବର୍ଷ ଶେଷ ନହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ। ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ସେମାନେ ପବିତ୍ର। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ। ପ୍ରେଜ୍ ଦ ଲର୍ଡ। ବରଂ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ 1,000 ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ। ଏବଂ ଯୋଉ ରାଜତ୍ୱ କରିବେ ତା ନାଁ ହଉଛି ଶାନ୍ତିର ରାଜା ବା ଶାନ୍ତିର ରାଜ୍ୟ, ଯୋଉଟା କି ବର୍ତ୍ତମାନ ଆମେ ଇସାୟା ପୁସ୍ତକରୁ ପଢିଲୁ। ଏବଂ ଏଇଠି ଗୋଟେ ଛୋଟ କଥା ମୁଁ କହିବାକୁ ଚାହେଁ, ଯେହେତୁ ଏଟା ବାଇବଲ ଷ୍ଟଡି। ଏଠି ସେ କହୁଛନ୍ତି 20:3 ପୁଣି ତାହାକୁ ପାତାଳ କୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ। এই ପାତାଳ କୁଣ୍ଡ ଉପରେ ବାଇବଲର କେତେଟା ସ୍ଥାନରେ କିଛି କିଛି ଲେଖା ହେଇଛି। ଆମେ ତାକୁ ଟିକେ ଦେଖିବା। ପ୍ରଥମ ଲେଖା ହେଇଛି ଲୁକ 8 ପର୍ବ ତାର 31 ପଦରେ। ଲୁକ 8 ପର୍ବ ତାର 31 ପଦରେ ମୁଁ 30 ରୁ ପଢୁଛି। ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କଣ? ସେ କହିଲା, ବାହିନୀ, କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ। ପୁଣି ସେ ଯେପରି ସେମାନଙ୍କୁ ସେ କହିଲେ ଯୀଶୁ। ପୁଣି ଯୀଶୁ ଯେପରି ସେମାନଙ୍କୁ ରସାତଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଇ ରସାତଳ ହଉଛି ସେଇ ପାତାଳ। ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବା ପାଇଁ କହିଲେ। ପୁଣି ଆମେ ଦେଖିବା ପ୍ରକାଶିତ ପୁସ୍ତକ ଜଷ୍ଟ ପୂର୍ବ ପତ୍ରଟା ହଉଛି ଯେହୁଦାଙ୍କ ପତ୍ର। ସେ ବି ଯୀଶୁଙ୍କର ହାଫ୍ ବ୍ରଦର। ସେ ଲେଖୁଛନ୍ତି 6 ପଦରେ, ପୁଣି ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚ ପଦ ନ ରଖିକିରି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହାବିଚାର ଦିନ ପର୍ଯ୍ୟନ୍ତ ଚିରସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଛନ୍ତି। ସବୁ ଜିନିଷ ମ୍ୟାଚ୍ କରୁଛି। ପାତାଳ ହଉଛି ଗୋଟେ ଗହ୍ୱର ବା ଅନ୍ଧକାରମୟ ସ୍ଥାନ। ଆଉ ସେଠି ସେମିତି ପକାଯାଏନି, ସେଠିକି ବନ୍ଧା ହେଇକି ପକାଯାଏ ଚିରସ୍ଥାୟୀ ବନ୍ଧନରେ। ଆଉ ଯେହେତୁ ଆମେ ପ୍ରକାଶିତ 20ରେ ଦେଖିଲୁ, ଜଣେ ଦୂତ ଓହ୍ଲେଇକି ଆସିଲେ ସ୍ୱର୍ଗରୁ। ସେ ପୁରାତନ ସର୍ପ, ଦିଆବଳ ବା ଶୈତାନ, କେତେ ଗୁଡାକ ନାଁ ଦେଖନ୍ତୁ। ତାକୁ ସେ ବାନ୍ଧି ପକେଇକିରି ସେ ପାତାଳ ଭିତରେ ତାକୁ ଛାଡି ଦେଇକିରି ତା ଉପରେ ଲକ୍ କରିଦେଇକି ସିଲ୍ କରାଗଲା। ଯେହୁଦାଙ୍କ ପତ୍ରରେ ମଧ୍ୟ ଆମେ ସେୟା ଦେଖୁଛୁ। ପୁଣି ଦେଖିବା 2 ପିତର 2 ପର୍ବର 4 ପଦ। 2 ପିଟର ଚାପ୍ଟର 2 ଭର୍ସ 4। କାରଣ ଈଶ୍ୱର ପାପରେ ପତିତ ଦୂତମାନଙ୍କୁ ନ ଛାଡି ନରକରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି। ସେମ୍ ୱାର୍ଡିଂ, ଖାଲି ଲେଖାର ଷ୍ଟାଇଲ ଭିନ୍ନ ଭିନ୍ନ। ପାତାଳ ହଉଛି ଗୋଟେ ଅନ୍ଧକାରମୟ ଗହ୍ୱର, ଆଉ ସେମାନଙ୍କୁ ସେ ତାହା ଭିତରେ ଛାଡିଛନ୍ତି। ତାପରେ ଦେଖିବା ଏଇ ଯୋଉ ବିଚାର ବିଷୟରେ ଲେଖା ହେଇଛି ତା ଉପରେ ପାଉଲ ଗୋଟେ ଟିପ୍ପଣୀ ଦିଅନ୍ତି।
विचार विषय आम बर्तमान पढ़िलु जो माने हाँ से प्रकाशित 20:6 जो माने प्रथम पुनरुत्थान अंशी हुंती से माने धन्य और पवित्र सेमान को ऊपर द्वितीय मृत्युर कौन अधिकार नहीं बरं से माने ईश्वर ख्रीष्टंकर याजक होई 1,000 वर्ष पर्यंत ताहांक सहित राजत्व करिवे। बर्तमान कथा उठुची जदि राजत्व करिवे से राज्यटा कोठी हबो ए शांतिर राज्यटा कोठी हबो तेरे बर्तमान आम देखा जिसाय पुस्तक तार 2 पर्व 1-5 जिसाय पुस्तक 2 पर्वर 1-5 आमोसर पुत्र जिसाय यहूदा और जेरुसलेम विषय जो दर्शन पाइले तहिर वृत्तांत 2 शेष काल एरूप घटिब सदाप्रभुଙ୍କ पर्वतगणर शिखर उपरे स्थापित हब सदाप्रभुଙ୍କ पर्वतटा पर्वतगणर शिखर उपरे स्थापित हब ताठ उच्च को किछि नथिबो उपपर्वत गण अपेक्षा उच्चीकृत हब आ समुदाय गोष्ठी स्रोत परि तही मध्य को बही आसीबे तार एकमात्र कारण होची आउ कौनसी देवता बा भ्रांत करिया पेंका शैतान जे सब बेला अहरह चेष्टा करे फल्स गॉड बा मिथ्या ईश्वर मान को से सृष्टि करे आ सेमान को मन धारणा दिए ये सत्य परमेश्वर को छाड़ी सेमान को पूजा आराधना कर बाइबल रे बहुत उदाहरण भर्ती अच्छी पुरातन नियम रे आ नूतन नियम किंतु बर्तमान कौन हम से जेहेतु बर्तमान से पाताल भितर 1,000 वर्ष पर्यंत अंधकार गोबर रे ताको बंधा है पकाई से क्या भ्रांत करि पारिबनी से 3 पद देखंतु पुणी अनेक गोष्ठी जाऊ जाऊ कहिबे तुम्बे माने आस आमने सदाप्रभुଙ୍କ पर्वत को याकूबर परमेश्वर को गृह को जाऊ एथुर आमने जानि परछु जेरुसलेम उपरे सदाप्रभुଙ୍କର ए जो नगर स्थापन हबो एवं से 1,000 वर्षर जो शांति राज्य सेठी स्थापन हबो आ ता पाखकु अनेक गोष्ठी आसीबे और से माने परस्पर को कहूथिबे याकूबर परमेश्वर को गृह को आमने जाऊ तहिरे से अपना पथ विषय आमन को शिक्षा देबे यीशु होचंत गोटे शिक्षक इज अ टीचर से कहले लर्न ऑफ मी मो निकटरू शिख आ से 1,000 वर्ष रे मध्य से राजत्व करिया संगे संगे गोष्ठी गण को आ विभिन्न जातिर लोक माने तांको पाखो को आसीबे शिक्षा लाभ करिया पैका से समान को शिक्षा देबे आमने ताहांक मार्ग रे गमन करिबा से माने सो मोट बा निज निज आडू कहिबे जे आमने ताहांक मार्ग रे गमन करिया कारण शैतान नथिबो से मान को फुलेया पई बा भंडेया पई बा भ्रांति जनक शिक्षा देवा पई सेति से माने सत्य ईश्वर कोन जानि परिबे सत्य शिक्षा पाइबे आ सत्य ज्ञान लाभ कला परे से माने निज आडू कहिबे जे आमने ताहांक मार्ग रे गमन करिबा कारण सियोन ठारू व्यवस्था जेरुसलेम रु सदाप्रभुଙ୍କ वाक्य निर्गत हबो आ पुणी 4 रे पुणी से देशीय मानक मध्य विचार करिवे अनेक गोष्ठी संबंध रे से निष्पत्ति करिवे तहिरे से माने अपना अपना खड्ग भांगी लंगलर फाळ करिवे तमाने युद्ध हबनी लुहा गुराक व्यवहार होची टैंक बनैबारे गन बनैबारे मिसाइल बनैबारे ड्रोन बनैबारे इत्यादि 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 किंतु सेते बेलकु से गुरा की यूटिलाइज हबो कोन ना चाष पाइका एटा तो गोटे छोट उदाहरण जे से माने खड्ग भांगी की लंगल से तो लंगल फाळ नथिबो जेतल को सब मेकानाइज्ड जिनस सब चाष होउची जेंति प्रथम सेंति होतो आ आपण आपण वर्षा भांगी की दा निर्माण करिवे दाटा व्यवहार हुए हार्वेस्टिंग समय तो टोटल फोकस हम से समय लोक मानकर ऑन एग्रीकल्चर युद्ध हबनी हिंसा रहिबनी आमने देखिलु जे काल सर्पर गर्त उपरे स्तनपायी शिशु से सेठी बसी परिबो खेली परिबो से किछि करि परिबनी करिया पे इच्छा भी हबनी आ सिंह केमती नडा खाइबो घास चरिबो सेटा हमें देखिलु आउ जेते सब हिंस्र पशु से माने केमती मनुष्य
ଆଉ ଏଇ ଯୋଉ ଗୃହପାଳିତ ପଶୁମାନଙ୍କ ସାଙ୍ଗରେ ବ୍ୟବହାର କରିବେ ସେଟା ଆମେ ଦେଖିଲୁ ସେ ଶାନ୍ତି ରାଜ୍ୟରେ। ପୁଣି ସେ ଦେଶୀୟ ମାନଙ୍କ ମଧ୍ୟରେ ବିଚାର କରିବେ। ଆଉ ଆମେ ପ୍ରକାଶିତରେ ଦେଖୁଛୁ ଯୀଶୁ ଆମର ସାହାଯ୍ୟ ନେବେ ବିଚାର କରିବା ପାଇଁକା। ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ। ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି, ସେଟା ତ ପଢିଲେ, କେବେ ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। ଯୁଦ୍ଧ ତାମାନେ ଏଥିରୁ ଆମେ ଜାଣୁଛୁ ଏଇଟା ହଉଛି ଶୈତାନର କାର୍ଯ୍ୟ। ପରସ୍ପର ପ୍ରତି ହିଂସା, ତାହା ପ୍ରତି ଆକ୍ରମଣ କରିବା, ରାଗ ଇତ୍ୟାଦି ଇତ୍ୟାଦି ଯେତେ ଜିନିଷ ବର୍ତ୍ତମାନ ଏଇ ଶାନ୍ତି ରାଜ୍ୟରେ ଆଉ ଦେଖାଯିବ ନାହିଁ। ସେଥିପାଇଁକା ଆମେ ଯେତେବେଳେ ଆରମ୍ଭ କଲୁ ତାକୁ ପଢିଲୁ, ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ଆଉ ସେ ବାଳକ କଣ କରିବେ? ଯିଶାୟା 11:6 ଲେଖା ହେଇଛି, ଆଉ ଏକ ସାନ ପିଲା ସେମାନଙ୍କୁ ଅଡାଇବ। ଯୀଶୁ ଆସିଥିଲେ ଗୋଟେ ସାନ ପିଲା ହେଇ, ବାଳକ ହେଇକିରେ, କିନ୍ତୁ ଶେଷରେ ତାଙ୍କର ଯେତେବେଳେ ଶାନ୍ତି ରାଜ୍ୟ ହବ ସେତେବେଳେ ସେ ହେବେ ବିଚାରକର୍ତ୍ତା। ଆଉ ଆମେ ତାହାଙ୍କ ସହିତ ରହିକି ବିଚାର କରିବା। ଆଉ ସବୁଠୁ ଆନନ୍ଦର ବିଷୟ, ଯୋଉମାନେ ସେଇ ମଧ୍ୟରେ ରହିବେ ସେମାନଙ୍କର ଆଉ ଦ୍ୱିତୀୟ ପୁନରୁତ୍ଥାନ ଆବଶ୍ୟକତା ନାହିଁ, କାରଣ ସେମାନେ ଯୀଶୁଙ୍କର ପବିତ୍ର ରକ୍ତ ଦ୍ୱାରା ଢଙ୍କା ଯାଇଅଛନ୍ତି। They have been covered with the precious blood of Jesus of Nazareth. ସେ ତାଙ୍କର ପରିତ୍ରାଣ କର୍ତ୍ତା, ଆଉ ତାଙ୍କୁ ସେ ତାଙ୍କର ରକ୍ତ ଦ୍ୱାରା ଢାଙ୍କିଛନ୍ତି। ସେମାନଙ୍କର ଆଉ ଦ୍ୱିତୀୟ ମୃତ୍ୟୁ ନାହିଁ। ଯୋଉମାନେ ଅବଶିଷ୍ଟ ହେଇକି ରହିବେ ସେମାନେ ତାଙ୍କର କର୍ମ ଅନୁସାରେ ତାଙ୍କର ବିଚାର ହବ। ସେ 20ର ଶେଷ ଆଡକୁ ଅଛି। ପୁଣି 21ରେ ଆମେ ଦେଖୁଛୁ ନୂତନ ପୃଥିବୀ ଆଉ ନୂତନ ସ୍ୱର୍ଗ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମମାନଙ୍କ ପାଇଁ ଏଇ ଶୁଭ ବିଷୟ, ଯୋଉ ଶୁଭ ବିଷୟ ହଉଛି ଆମମାନଙ୍କର ଶେଷଟା ହଉଛି କେତେ ଆନନ୍ଦର। ହୁଏତ ଆମେ ଏଇ ବର୍ତ୍ତମାନ ଜଗତରେ ଦୁଃଖ ପାଉଛୁ, କଷ୍ଟ ପାଉଛୁ, ଆମମାନଙ୍କ ପାଇଁ ତାଡ଼ନା ଅଛି, ନିନ୍ଦା ଅଛି, କଷ୍ଟ ଅଛି, ଆଉ ଏସବୁ ଶୈତାନର କାର୍ଯ୍ୟ। ଆମମାନଙ୍କୁ ଭୁଲ ବୁଝିକି ଆମମାନଙ୍କୁ ଜେଲରେ ପକା ହଉଛି, ଆମମାନଙ୍କର ନ୍ୟାୟ ବିଚାର ପରିବର୍ତ୍ତେ ଅନ୍ୟାୟ ବିଚାର ହଉଛି। ସେ ସବୁ ସେଦିନ ସବୁ ପଳେଇବ। ଆମେ ତ କେହି 1000 ବର୍ଷ ଏଠି ବଞ୍ଚିନୁ। ଆଗରୁ ସେ ନୋହଙ୍କ ସମୟ ଆଗରୁ ବା ଆଦମଙ୍କ ପରେ ସେ 800-900 ଲୋକ ସବୁ ବଞ୍ଚୁଥିଲେ, କିନ୍ତୁ ଏବେ ତ ସେଇଟା ନାହିଁ। କିନ୍ତୁ ସେଇ ସମୟରେ ଦେଖନ୍ତୁ କେତେ ଆନନ୍ଦର ସମୟ। ଆଉ ଆମେ ଯୋଉମାନେ ପରିତ୍ରାଣ ପାଇଛୁ, ଆମେ ସମସ୍ତେ କହୁ ପ୍ରଭୁଙ୍କର ଗୌରବ ହଉ, ପ୍ରଭୁଙ୍କର ନାମ ଧନ୍ୟ ହଉ। ସେ ଆମମାନଙ୍କୁ ସବୁ ପ୍ରକାର ସେ ମୃତ୍ୟୁରୁ ରକ୍ଷା କରିଦେଇଛନ୍ତି। ଆମେ ବର୍ତ୍ତମାନ ସେ ଲେଖା ହେଇଛି ସେ ଅନନ୍ତକାଳୀନ ପିତା ଓ ଶାନ୍ତି ରାଜା ହେବେ। ସେଇ ଶାନ୍ତି ରାଜାଙ୍କର ଆମେ ବର୍ତ୍ତମାନ ସନ୍ତାନ। ସେଇ ଯିଶାୟା 9:7 ଲେଖା ହଉଛି, ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ହବ ଓ ଶାନ୍ତିର ସୀମା ରହିବନି। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କ ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଧାର୍ମିକତାରେ ଏ କ୍ଷଣ ଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ କରିବେ। ନେଭର ଏଣ୍ଡିଂ ରାଜ୍ୟ ଆରମ୍ଭ ହବ। ସେନାଧିପତି ସଦାପ୍ରଭୁ ଉଦ୍ଯୋଗ ଏହା ସାଧନ କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କ ପାଇଁ ଯେ ଆନନ୍ଦର ବିଷୟ ଯେ ଆମେ ଖ୍ରୀଷ୍ଟଙ୍କ ସହିତ ଜୀବିତ ହୋଇ, ରିଭେଲେସନ 4ର ଶେଷ ଆଡକୁ ଅଛି, ପ୍ରକାଶିତ ବାକ୍ୟ 20:4 ପଦରେ, ସେମାନଙ୍କର ଆତ୍ମା ମାନଙ୍କୁ ଦେଖିଲି, ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ 1000 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବେ। କୌଣସି ଦୁଃଖ ନଥିବ, କୌଣସି କଷ୍ଟ ନଥିବ। କିନ୍ତୁ କଣ୍ଡିସନଟା ତା ତଳକୁ ଦିଆଗଲା 6, ଯୋଉମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି ସେମାନେ ଧନ୍ୟ ଓ ପବିତ୍ର। ପ୍ରତିଦିନ ସେ ପବିତ୍ରତାର ଜୀବନ କାଟିବା ପାଇଁ ଚେଷ୍ଟା କର, କାରଣ ଯୀଶୁ ହଉଛନ୍ତି ପବିତ୍ର। ସ୍ୱର୍ଗ ହଉଛି ପବିତ୍ରତାର ଗୋଟେ ଆଳୟ। ଆମେ ଯୋଉଦିନ ଆଖି ଏଠି ବନ୍ଦ କରିବା, ଆମର ନେକ୍ସଟ ପାଦ ପଡିବ ସେ ପବିତ୍ର ଭୂମିରେ। ତେଣୁ ଦେଖନ୍ତୁ ଆମର ଶେଷ କାଳ ପାଇଁ ପ୍ରଭୁ କି ଯୋଜନା କରିଛନ୍ତି। ସେଇ ଶାନ୍ତିର ରାଜ୍ୟରେ ଆମେ ପ୍ରଭୁଙ୍କ ସହିତ ବିଚାର କରିବା, ତାହାଙ୍କ ସହିତ ରହିବା। ଆଠୁ ବଡ ଆନନ୍ଦ କଣ ଅଛି? ଶୈତାନର କର୍ତ୍ତୃତ୍ୱ ଆଉ ନଥିବ, ଆଉ ଆମେ ଚିରକାଳ ପ୍ରଭୁଙ୍କ ସହିତ ରହିବା। କେତେ
ଗୋଟେ ଆନନ୍ଦର ବିଷୟ। ଆଉ ଆମେ ପୁଣି କଣ ହେଇକି ରହିବା? ଯାଜକ ହୋଇକି ରହିବା। ଆଉ ଜିସାୟ 65:17 ଅଛି, କାରଣ ଦେଖ ଆମେ ଜେରୁସାଲେମକୁ ଉଲ୍ଲାସ ସ୍ୱରୂପ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ। ଇଂଲିଶରେ ଆହୁରି ବଢିଆ ଅଛି, and look, I will create Jerusalem as a place of happiness। ଏ ଅନନ୍ତ ବିଶ୍ରାମ, ଅନନ୍ତ ସୁଖର ଜାଗାକୁ ପ୍ରଭୁ ଆମମାନଙ୍କୁ ଆଣୁଛନ୍ତି। କରନ୍ଥିରେ ପାଉଲ ଲେଖିଲେ, ପ୍ରଥମ କରନ୍ତି 6:1-3, ତୁମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧର୍ମିକ ମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ? ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏ କଥା ମଧ୍ୟ ପାଉଲ ତାଙ୍କର କରନ୍ଥୀ ମଣ୍ଡଳୀକୁ ଚିଠାଉରେ ସେ ଲେଖିଛନ୍ତି। ଯେ ଲେଖିଛନ୍ତି ଆମମାନେ ଯେ ସାଧୁମାନେ, ଆମମାନେ ଜଗତର ବିଚାର କରିବା, ଏ କଥା କି ତୁମାନେ ଜାଣ ନାହିଁ? ଆଉ ଯଦି ଜଗତ ତୁମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ ଲୋକମାନଙ୍କ ପାଖକୁ ଯାଉଛ? ଆମମାନେ ଯେ ତୁତମାନଙ୍କର ବିଚାର କରିବା, ଏହା କି ତୁମାନେ ଜାଣ ନାହିଁ? ପ୍ରଭୁଙ୍କର ଯୋଜନା ଦେଖନ୍ତୁ ଆମମାନଙ୍କ ପାଇଁକା, ଶେଷ କାଳରେ ମଙ୍ଗଳର ଯୋଜନା, ଅନନ୍ତ କାଳୀନ ଶାନ୍ତି ରାଜାଙ୍କ ସହିତ ଶାନ୍ତିରେ ବାସ କରିବା। ଆଉ ଯୋଉ ପାତାଳକୁ ଯିବା ପାଇଁକା ସେ ଶୈତାନର ଆତ୍ମାମାନେ ବି ଦୌଡୁଛନ୍ତି, ଯୋଉମାନେ ଆଜି ପ୍ରଭୁଙ୍କୁ ଖାମଖିଆଲି ଭାବରେ ନଉଛନ୍ତି, ତାଙ୍କ ସହିତ ସମ୍ପର୍କ କଟିବା ପାଇଁକା ତାଙ୍କର ଇଚ୍ଛା ବି ନାହିଁ। ଆଉ ସେ ଦିନ ଆସିବ, ସେମାନେ ଅନୁତାପ କରିବେ, ପସ୍ତେଇବେ। କାହିଁକି? ସେ ଆମର ଦେଖୁଛୁ ସେ ଯୋଉ ଜିସାୟ 11:9 ଲେଖା ହେଇଛି, ସେମାନେ ଆମ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ଯେପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ତ୍ରାଣକର୍ତ୍ତା ସେ ଆସୁଛନ୍ତି, ଓହ୍ଲାଇ ଆସୁଛନ୍ତି। ସେ ଶିଶୁ ରୂପରେ ନୁହେଁ, ଶାନ୍ତି ରାଜା ରୂପେ ଆସୁଛନ୍ତି। ଆମମାନଙ୍କୁ ଚିର ଶାନ୍ତି ମଧ୍ୟରେ ବାସ କରିବାକୁ ଦେବେ, ବିଚାର କରିବା ପାଇଁକା ଆମମାନଙ୍କୁ ସୁଯୋଗ ମିଳିବ। କାରଣ ସେତେବେଳେ କଣ ହେଇଥିବ? ସଦାପ୍ରଭୁଙ୍କ ବିଷୟକ ଜ୍ଞାନରେ ଏ ସମଗ୍ର ପୃଥିବୀ ପରିପୂର୍ଣ୍ଣ ହବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁ ଯେ ଆମମାନଙ୍କୁ ଆଜି କଥା କହିଛନ୍ତି, ମୁଁ ବିଶ୍ୱାସ କରୁଛି ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ, ମହିମାନ୍ୱିତ ହୁଅନ୍ତୁ। ଆମେନ୍।